ତୁଣ୍ଡ ଓ ମୁଣ୍ଡ। ଆସନ୍ତୁ ସମସ୍ତେ ଧ୍ୟାନର ସହ ଶ୍ରବଣ କରିବା ଓ କାର୍ଯ୍ୟରେ ଲଗାଇବା। ସୃଷ୍ଟି ଚେତନା ହିଁ କଳା ଓ ଭାବ ଚେତନା ହିଁ ସମାଲୋଚନା। ଧନୁରୁ ତୀର ଖସିଗଲେ, ଫୁଲ ଗଛରେ ଫୁଟିଥିବା ଫୁଲ ଝଡ଼ିଗଲେ, ବନ୍ଧୁକରୁ ଗୁଳି ଖସିଗଲେ, ସେହି ତୀର, ଫୁଲ ବା ଗୁଳି ପୁଣି ଥରେ ନ ଫେରିବା ଭଳି ମଣିଷର ତୁଣ୍ଡରୁ କଥା ଥରେ ବାହାରିଗଲେ ଆଉ ଫେରେ ନାହିଁ। ଆମ ଶୀର୍ଷକ ତୁଣ୍ଡ ଓ ମୁଣ୍ଡ। ଜୀବନର ଇସ୍ତାହାରକୁ ଘୋଷଣା କରିବା ଏକ କଳା। ବଗିଚାରେ ମାଳି ପ୍ରତ୍ୟେକ ଫୁଲର ଯତ୍ନ ନିଏ, କାରଣ ସେ ଜାଣେ ଫୁଲର ସୁଗନ୍ଧ ପ୍ରକୃତିକୁ ମନୋହର କରେ। ଯଦି ଫୁଲର ମହକ ଆକର୍ଷିତ ନ କରେ ଜନମନ, ତେବେ ମାଳିର ଉପାୟ କ'ଣ? ଠିକ୍ ସେହିପରି ସୃଷ୍ଟିର ସୌନ୍ଦର୍ଯ୍ୟ ପାଠକର ଚିତ୍ତକୁ ଆକର୍ଷିତ କରେ। ଜଣେ ମଣିଷର ତୁଣ୍ଡ ଅନ୍ୟ ମଣିଷ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ। କଥାରେ ଅଛି, କହି ଜାଣିଲେ କଥା ସୁନ୍ଦର। ସୁନ୍ଦର ସୃଷ୍ଟିର ଉତ୍ସର ସ୍ୱରୂପ ମଣିଷର ତୁଣ୍ଡ ମାଧ୍ୟମରେ ପ୍ରକାଶିତ ହୁଏ। ଏହି ତୁଣ୍ଡ ତା'ର ବ୍ୟକ୍ତିର ବଳୟ। ମଣିଷ ଅନୁଭବ ଭିତରୁ ପ୍ରାପ୍ତ ଜ୍ଞାନ ତା'ର ବ୍ୟକ୍ତିତ୍ୱ ନିର୍ମାଣରେ ସାହାଯ୍ୟ କରେ। ଅନୁଭବ ଯେତେ ସବଳ ହୁଏ, ତା'ର ଭାଷା ସେତେ ମାର୍ଜିତ ହୁଏ। ମୁଣ୍ଡ ଅନୁଭବ ଓ ଭାଷାର ସଂଯୋଗ ସେତୁ। ମଣିଷ ନିକଟରେ ଦୁଇଟି ଦୃଷ୍ଟି ଅଛି। ଗୋଟିଏ ବାହ୍ୟ ଦୃଷ୍ଟି, ଯାହା ଚର୍ମଚକ୍ଷୁ ମାଧ୍ୟମରେ ଦେଖାଯାଏ। ଅନ୍ୟଟି ହେଉଛି ଅନ୍ତର୍ଦୃଷ୍ଟି। ଅନ୍ତର୍ଦୃଷ୍ଟି ସର୍ବଦା ମସ୍ତିଷ୍କର ନଜରରେ ଥାଏ। ମସ୍ତିଷ୍କର ଏହି ନଜରପଣରୁ ତୁଣ୍ଡ ମାର୍ଜିତ, ସଂଯତ ଓ ସୁନିୟନ୍ତ୍ରିତ ହୋଇଥାଏ। ବେଳେବେଳେ ମଣିଷ ହୃଦୟର ଆବେଗର ଗତି କ୍ଷିପ୍ର ହେଲେ ତୁଣ୍ଡ ବୋଲ ମାନେ ନାହିଁ। ଆବେଗର ବେଗ ନିୟନ୍ତ୍ରିତ ହେବା ଜରୁରୀ। ବେଗର ନିୟନ୍ତ୍ରଣ ପାଇଁ ବିବେକର ଉପସ୍ଥିତି ଥାଏ। ଅନ୍ତରାତ୍ମାରେ ସୂର୍ଯ୍ୟୋଦୟ ହେଲେ ବ୍ୟକ୍ତିର ତୁଣ୍ଡ ସରଳ, ସାବଲୀଳ ଓ ମଧୁର ହୋଇଉଠେ। ମଣିଷ ଯେହେତୁ ଏକ ରହସ୍ୟମୟ ପ୍ରାଣୀ, ତେଣୁ ରହସ୍ୟମୟତା ଚେତନାର ଭିନ୍ନ ଏକ ସ୍ତର। ତୁଣ୍ଡ ଉଭୟ ରହସ୍ୟଯୁକ୍ତ ଓ ରହସ୍ୟମୁକ୍ତ କଥା ବ୍ୟକ୍ତ କରେ। ମଣିଷ ଭିତରେ ଅହଂଭାବ ସର୍ବଦା ବିଦ୍ୟମାନ। ଏହା ସ୍ଥୂଳ ଓ ସୂକ୍ଷ୍ମ ଦୁଇ ଭାଗରେ ବିଭକ୍ତ। ଉଭୟ ତୁଣ୍ଡ ଦ୍ୱାରା ପ୍ରକାଶିତ। ଈର୍ଷା, ଅସୂୟା, ଅସହିଷ୍ଣୁ ଭାବ, ପରଶ୍ରୀ କାତରତା ତୁଣ୍ଡରେ ମଧ୍ୟ ପ୍ରକାଶିତ। ଏସବୁ ବ୍ୟକ୍ତିର ସ୍ୱରୂପ ଓ ସ୍ୱଭାବର ପ୍ରକାଶକ। ସୂକ୍ଷ୍ମ ଅହଂଭାବ ଆହୁରି ସୂକ୍ଷ୍ମ ହେଲେ ବ୍ୟକ୍ତି ସରଳ ହୁଏ। ଶରୀରକୁ ଛାଡ଼ି ଅହଂର ସ୍ଥିତି ନାହିଁ। କେଉଁଠି ନା କେଉଁଠି ସୂକ୍ଷ୍ମ ଅହଂଭାବ ବ୍ୟକ୍ତି ତା'ର ଅନୁଭବର ଗାଢ଼ତାରୁ ପ୍ରାପ୍ତ ଜ୍ଞାନ ମାଧ୍ୟମରେ ଅନୁଭବ କରେ। ଆଜିର ମଣିଷ ବସ୍ତୁବାଦୀ। ବସ୍ତୁବାଦୀ ତୁଣ୍ଡରେ ନିୟନ୍ତ୍ରଣ ହରାଇଥାଏ। ଭାବବାଦୀ ତୁଣ୍ଡରେ ନିୟନ୍ତ୍ରଣ ରକ୍ଷା କରେ। ନିୟନ୍ତ୍ରଣ ସୁନ୍ଦରପଣର ଉତ୍ସ। ଏହି ନିୟନ୍ତ୍ରଣ ମସ୍ତିଷ୍କର ପାରିବାପଣିଆ ଅଟେ। ସବୁ ମଣିଷର ମସ୍ତିଷ୍କ ଅଛି, କିନ୍ତୁ ଅନୁଭବକୁ ଧରିବା ଓ ନିୟନ୍ତ୍ରଣରେ ତୁଣ୍ଡରେ ବ୍ୟକ୍ତ କରିବା ନିକଟରେ ନଥାଏ। ସମାଜରେ ପ୍ରତ୍ୟେକ କ୍ଷେତ୍ରରେ, ଅର୍ଥାତ୍ ଶିକ୍ଷାଠାରୁ ରାଜନୀତି, ବ୍ୟବସାୟଠାରୁ କୃଷିନୀତି ପକ୍ଷରେ ମସ୍ତିଷ୍କର ଧରି ରଖିବା ପଣିଆ ବ୍ୟକ୍ତିର ମୁଣ୍ଡ ଓ ତୁଣ୍ଡର ପରିଚୟ ଦିଏ। ଭୋଗବାଦ ବା ବସ୍ତୁବାଦକୁ ତ୍ୟାଗ କଲେ ତୁଣ୍ଡର ସୌନ୍ଦର୍ଯ୍ୟ ବୃଦ୍ଧି ପାଏ। ମଣିଷର ଅଜ୍ଞତା ତା ଅଧୋଗତିର କାରଣ। ତୁଣ୍ଡର କଥା ବ୍ୟକ୍ତିର ବ୍ୟକ୍ତିତ୍ୱର ମାପକାଠି। ମନ ଜଗତର ବିଚିତ୍ର ଭାବ ଆମ ଦର୍ଶନର ପ୍ରାଥମିକ ସ୍ତର। ଯେକୌଣସି ଘଟଣାର ସ୍ଥିରତା ଉନ୍ନତ ମସ୍ତିଷ୍କର ସୂଚନା ଦିଏ। ଉନ୍ନତ ମସ୍ତିଷ୍କ ଆମକୁ ଆଗକୁ ଅଗ୍ରସର ହେବାରେ ପ୍ରେରଣା ଯୋଗାଏ। ମନ ଓ ବିବେକର ଦ୍ୱନ୍ଦ୍ୱ ନିକଟରେ ଉନ୍ନତ ମସ୍ତିଷ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆକୁଳତା ଓ ବ୍ୟାକୁଳତା ଉଭୟ ତୁଣ୍ଡ ଓ ମୁଣ୍ଡରେ ପ୍ରକାଶ ପାଏ। ମଣିଷର ବିଚାର ନିଜେ ବିଚାର କରେ ଆପଣା ଢଙ୍ଗରେ। ତୁଣ୍ଡରେ
ଆତ୍ମକଥନ ଶୈଳୀ ସର୍ବଦା ଆଦର୍ଶ ଓ ମୂଲ୍ୟବୋଧ ଆଧାରିତ। ମନର ଅଭିଳାଷ ବିଚାରବୋଧକୁ ସାକ୍ଷୀ ରଖି ପ୍ରକାଶ ହେବା ଜରୁରୀ। ପ୍ରତିକୂଳ ଅନୁକୂଳ ଉଭୟ ଅବସ୍ଥାକୁ ମଣିଷ ଉପଲବ୍ଧି କରେ। ସମାଜରେ ଦେଖାଯାଏ ଅନୁକୂଳର ତୁଣ୍ଡ ଓ ପ୍ରତିକୂଳର ତୁଣ୍ଡ ଭିନ୍ନ ଅଟେ। ଉଭୟ ତୁଣ୍ଡରେ ସମତା ନଥାଏ। ସମତା ରକ୍ଷା କରିବା ବ୍ୟକ୍ତିକୁ ସ୍ଥିତପ୍ରଜ୍ଞ କୁହାଯାଏ। ତୁଣ୍ଡ ଓ ମୁଣ୍ଡ ମଣିଷର ପରିଚୟ। ତୁଣ୍ଡ ପ୍ରତିଶ୍ରୁତି ଦେଇଥାଏ ସତ, କିନ୍ତୁ ମୁଣ୍ଡ ତାକୁ ଭରସା ଓ ବିଶ୍ୱାସରେ ରୂପାନ୍ତରିତ କରି ବ୍ୟକ୍ତିତ୍ୱ ନିର୍ମାଣ କରେ। ପ୍ରତିଶ୍ରୁତିରେ ବ୍ୟକ୍ତିତ୍ୱ ନଥାଏ। ବିଶ୍ୱାସ ଓ ଭରସା ସହ କାର୍ଯ୍ୟକାରଣରେ ବ୍ୟକ୍ତିତ୍ୱ ନିର୍ମାଣ ହୁଏ। ଶେଷରେ କହିବି, ଜୀବନ ଏକ ଛାୟାଲୁଅର ଖେଳ। ବ୍ୟକ୍ତିର ଜୀବନ ପରିଧିକୁ ତୋଳିବା ବଡ଼ ଜଟିଳ। ସେମିତି ତୁଣ୍ଡ ଓ ମୁଣ୍ଡକୁ ନିୟନ୍ତ୍ରଣ କରିବା ଏକ ସାଧନା। ଏହି ସାଧନାର ଅର୍ଥ ନିଜ ଭିତରର ଅନ୍ଧକାରରୁ ମୂଲ୍ୟବୋଧକୁ ଖୋଜିବା। ମୂଲ୍ୟବୋଧ ପ୍ରାପ୍ତି ପାଇଁ ଏକ ଜିଜ୍ଞାସୁ ମନୋଭାବର ଲୋଡ଼ା। ମାନବିକ ମୂଲ୍ୟବୋଧ ଜନ୍ମ ନେଲେ ତୁଣ୍ଡ ଓ ମୁଣ୍ଡରେ ସମତା ରକ୍ଷା କରାଯାଏ। ଗଭୀର ଆତ୍ମବିଶ୍ୱାସ ସହ ମୂଲ୍ୟବୋଧ ଯୋଡ଼ି ହେଲେ ତୁଣ୍ଡ ଓ ମୁଣ୍ଡର ଭାରସାମ୍ୟ ରକ୍ଷା କରାଯାଏ। ଆତ୍ମବିଶ୍ୱାସରେ ମୂଲ୍ୟବୋଧ ନଥିଲେ ତୁଣ୍ଡ ବୋଲ ମାନେ ନାହିଁ। ବ୍ୟକ୍ତିର ବିଚାର ପାଇଁ ମୂଲ୍ୟବୋଧର ଧାର୍ଯ୍ୟ ସୀମା ନାହିଁ। ତେଣୁ ଶେଷରେ କହିବି, ବ୍ୟକ୍ତିର ବିଚାର ତା'ର ମନୁଷ୍ୟତା। ଏହି ବିଚାର ମାଧ୍ୟମରେ ତୁଣ୍ଡ ଓ ମୁଣ୍ଡ କର୍ମ କଲେ ସମାଜ ଶୃଙ୍ଖଳିତ ଓ ସୁନ୍ଦର ହୋଇପାରିବ। ଏହାର ବିପରୀତରେ ସମାଜ ହୁଏ କଳୁଷିତ। ଆସନ୍ତୁ ସମସ୍ତେ ତୁଣ୍ଡ ଓ ମୁଣ୍ଡ ମଧ୍ୟରେ ସୁନ୍ଦର ସଂଯୋଗର ସେତୁ ନିର୍ମାଣ କରିବା। ରହିଲି, ନମସ୍କାର। ଇତି ସ୍ୱର୍ଣ୍ଣଚୂଡ଼ା ସାହିତ୍ୟ ପରିବାରର ସଦସ୍ୟା ଅର୍ଚ୍ଚନା ମହାପାତ୍ର। ଧନ୍ୟବାଦ।